ନମସ୍କାର, ଜୟ ଜଗନ୍ନାଥ। ତ ଜାଣିବା ଆଉ ଏକ ଟିପ୍ସ ବିଷୟରେ ରୁଦ୍ରାକ୍ଷ ମାଳା ସମ୍ବନ୍ଧୀୟ 25ଟି ଟିପ୍ସ। ଚାଲନ୍ତୁ ଜାଣିବା ଏ ରୁଦ୍ରାକ୍ଷ ମାଳା ପିନ୍ଧିଲେ ଆମର କ'ଣ ଉପକାର ହେବ ଓ କ'ଣ ଅପକାର ହେବ। ଏହି ରୁଦ୍ରାକ୍ଷ ମାଳା ଭଗବାନ ଶିବଙ୍କର ପ୍ରତୀକ ହେଇଥିବାରୁ ଏହାକୁ ଭକ୍ତି ଓ ଶ୍ରଦ୍ଧା ସହିତ ପିନ୍ଧିଲେ ଶରୀର, ମନ ଓ ଆତ୍ମା ଉପରେ ଭଲ ପ୍ରଭାବ ପଡ଼େ ବୋଲି ଧାରଣା କରାଯାଇଛି। ଏହି ରୁଦ୍ରାକ୍ଷ ମାଳା ଭଗବାନ ଶିବଙ୍କର ପ୍ରତୀକ ହେବାରୁ ଏହାକୁ ଭକ୍ତି ଓ ଶ୍ରଦ୍ଧା ସହ ପିନ୍ଧିଲେ ଶରୀର, ମନ ଓ ଆତ୍ମା ଉପରେ ଭଲ ପ୍ରଭାବ ପଡ଼େ ବୋଲି ଧାରଣା ରହିଛି। ନିୟମିତ ରୁଦ୍ରାକ୍ଷ ପିନ୍ଧିଲେ ମନ ଅଶାନ୍ତି କମିଯାଇଥାଏ, ଧ୍ୟାନ ମଧ୍ୟ ରହିଥାଏ, କାମରେ ମନ ମଧ୍ୟ ରହେ ଏବଂ ମଣିଷ ଧୀରେ ଧୀରେ ଧାର୍ମିକ ଭାବନା ଦିଗକୁ ଆକର୍ଷିତ ହୁଏ। ଅଶାନ୍ତ ମନ, ଅସ୍ଥିର ମନରୁ ମଧ୍ୟ ଆପଣ ଦୂରେଇ ରହିବେ, ଶାନ୍ତି ମିଳିବ। ସେଥିପାଇଁ ରୁଦ୍ରାକ୍ଷ ମାଳା ଆପଣ ପିନ୍ଧିଲେ ଆପଣଙ୍କୁ ବହୁତ ଫାଇଦା ମିଳିବ। ଏହାକୁ କିପରି ପିନ୍ଧିବେ ନା ସକାଳେ ସ୍ନାନ ସାରି ଶରୀର ଓ ମନ ପବିତ୍ର ଥାଏ, ସେହି ସମୟରେ ରୁଦ୍ରାକ୍ଷ ମାଳା ପିନ୍ଧିଲେ ଏହା ଭଲ ଫଳ ଦେବା ସହିତ ଅଧିକ ଲୋକଙ୍କ ବିଶ୍ୱାସ ଥାଏ। ଏବଂ ସୋମବାର ଦିନ ଭଗବାନ ଶିବଙ୍କର ପ୍ରିୟ ଦିନ ହେଇଥିବାରୁ ଏହି ଦିନ ରୁଦ୍ରାକ୍ଷ ମାଳା ମଧ୍ୟ ପିନ୍ଧିଲେ ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସକାରାତ୍ମକ ଶକ୍ତି ବଢ଼େ ବୋଲି କୁହାଯାଇଥାଏ। ରୁଦ୍ରାକ୍ଷ ପିନ୍ଧିବା ପୂର୍ବରୁ ଗଙ୍ଗା ଜଳ କିମ୍ବା କୌଣସି ଭଲ ପାଣିରେ ଧୋଇ ନେଲେ ଏହା ପବିତ୍ରତା ହୁଏ ଏବଂ ନକାରାତ୍ମକ ଶକ୍ତି ଏହାଠାରୁ ଦୂରେଇ ଯାଏ ବୋଲି ଧାରଣା ଅଛି। ସେଥିପାଇଁ ଏହିସବୁ କାର୍ଯ୍ୟ କରିକି ଆପଣ ପିନ୍ଧିପାରିବେ। ଏବଂ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରି କିମ୍ବା ମନରେ ଶିବଙ୍କୁ ସ୍ମରଣ କରି ମାଳା ପିନ୍ଧିଲେ ମନରେ ଅଧିକ ଶାନ୍ତ ରହିଥାଏ ଏବଂ ଭକ୍ତିର ଭାବ ଜାଗ୍ରତ ହୋଇଥାଏ। ତାହା ସହିତ ଯଦି ମାଂସ ଖାଇବା, ମଦ ପିଇବା କିମ୍ବା କୌଣସି ଅଶୁଦ୍ଧ କାର୍ଯ୍ୟ କଲା ସମୟରେ ରୁଦ୍ରାକ୍ଷ ମାଳା ପିନ୍ଧିବା ଉଚିତ ନୁହେଁ, କାରଣ ଏହାକୁ ପବିତ୍ର ଜିନିଷ ଭାବରେ ମନାଯାଇଥାଏ। ସେଥିପାଇଁ ଏସବୁ ଜିନିଷ କରିବା ସମୟରେ ରୁଦ୍ରାକ୍ଷ ମାଳାକୁ ଉତାରି ଦେବା ଉଚିତ। ଯଦି ଶରୀର ଅସୁସ୍ଥ ଅବସ୍ଥାରେ ଥାଏ, କୌଣସି ରୋଗ, ମନ ଅସ୍ଥିର ଥାଏ, ସେ ସମୟରେ ରୁଦ୍ରାକ୍ଷ ଖୋଲି ରଖିଲେ ମନ ଭଲ ବୋଲି ବଡ଼ମାନେ କହନ୍ତି। ସେଥିପାଇଁ ଏ ପ୍ରତି ଧ୍ୟାନ ଦିଅନ୍ତୁ। ରାତିରେ ଶୋଇବା ସମୟରେ ରୁଦ୍ରାକ୍ଷ ମାଳା ଖୋଲି ପୂଜା ଘର କିମ୍ବା କୌଣସି ପରିଷ୍କାର ସ୍ଥାନରେ ରଖିଲେ ଏହାର ସମ୍ମାନ ରହିଥାଏ ଓ ମାଳା ଭାଙ୍ଗିବାର ସମ୍ଭାବନା କମିଯାଇଥାଏ। କାହିଁକିନା ଶୋଇଲା ଅବସ୍ଥାରେ ମାଳା ଭାଙ୍ଗିବାର ମଧ୍ୟ ତୁଟିବାର ମଧ୍ୟ ସମ୍ଭାବନା ଅଧିକ ଥାଏ। ସେଥିପାଇଁ ଶୋଇବା ପୂର୍ବରୁ ଉତାରିକି ଶୋଇବା ଉଚିତ। ରୁଦ୍ରାକ୍ଷ ମାଳାକୁ କେବେ ବି ଭୂମିରେ ପକାଇବା ବା ପାଦରେ ଦବାଇବା ଉଚିତ ନୁହେଁ, କାରଣ ଏହାକୁ ଶିବଙ୍କର ପବିତ୍ର ଚିହ୍ନ ଭାବରେ ଦେଖାଯାଇଥାଏ। ତେଣୁ ଏହି ଜିନିଷକୁ ଗୋଡ଼ରେ କେବେ ବି ମାରିବେ ନାହିଁ ନା ତଳେ ଧୋଇବେ ନାହିଁ। ନିଜେ ପିନ୍ଧୁଥିବା ରୁଦ୍ରାକ୍ଷ ମାଳା ଅନ୍ୟ ଲୋକଙ୍କୁ ପିନ୍ଧିବାକୁ ଦେବା ଉଚିତ ନୁହେଁ, କାରଣ ଏହା ସହ ନିଜର ଶକ୍ତି ଓ ଭାବନା ଜଡ଼ିତ ରହିଥାଏ। ତେଣୁ ନିଜେ ପିନ୍ଧିଥିବା ମାଳାକୁ ଅନ୍ୟକୁ ଦିଅନ୍ତୁ ନାହିଁ। ଯଦି ରୁଦ୍ରାକ୍ଷ ଦାନା ଭାଙ୍ଗି ଯାଇଥାଏ କିମ୍ବା ମାଳା ଛିଣ୍ଡି ଯାଇଥାଏ, ତେବେ ସେହି ମାଳା ପୁଣି ପିନ୍ଧିବା ଠାରୁ ନୂଆ ମାଳା ନେବା ଭଲ ବୋଲି ଧାରଣା କରାଯାଇଥାଏ। ସେଥିପାଇଁ ଛିଣ୍ଡା ଯାଇଥିବା ମାଳା ପିନ୍ଧିବା ଉଚିତ ନୁହେଁ। ରୁଦ୍ରାକ୍ଷ ମାଳାକୁ ସୂତା କିମ୍ବା ରେଶମ ଧାଗାରେ ପିନ୍ଧିଲେ ଭଲ ହୋଇଥାଏ। ପ୍ଲାଷ୍ଟିକ କିମ୍ବା ନକଲି ଧାଗା ବ୍ୟବହାର କରିବା ଉଚିତ ନୁହେଁ। ଏହି ମାଳା ପିନ୍ଧିବା ସମୟରେ ମନକୁ ପରିଷ୍କାର କରିବା ଏବଂ ମିଛ କହିବା ଓ ଖରାପ କାମ ଦୂରରେ ରହିବା ଚେଷ୍ଟା କଲେ ଜୀବନରେ ଶାନ୍ତି ଆସିବା ସହିତ ନିୟମିତ ଭାବେ ପୂଜା ଘରେ ରୁଦ୍ରାକ୍ଷକୁ ଧୂପ ଦୀପ ଦେଖାଇଲେ ମନରେ ଆସ୍ଥା ହୋଇଥାଏ। ରୁଦ୍ରାକ୍ଷ ମାଳା ପିନ୍ଧିଲେ ଆତ୍ମବିଶ୍ୱାସ ବଢ଼େ, କାମ କରିବାରେ ମନ ଲାଗିଥାଏ ଓ ମଣିଷ ନିଜକୁ
ମାନସିକ ଭାବେ ଶକ୍ତିଶାଳୀ ଅନୁଭବ କରିଥାଏ, ନିଜର ପଜିଟିଭିଟି ବଢ଼ିଥାଏ। କେତେକ ଲୋକ କହନ୍ତି ଯେ ରୁଦ୍ରାକ୍ଷ ପିନ୍ଧିଲେ ଖରାପ ଦୃଷ୍ଟି ଓ ନକାରାତ୍ମକ ଶକ୍ତିର ପ୍ରଭାବ କମିଯାଏ ଓ ଘରେ ଶାନ୍ତି ରହେ। ସେଥିପାଇଁ ଯଦି ୟାକୁ ପିନ୍ଧିଲେ ଘରର ବି ପଜିଟିଭିଟି ବଢ଼ିଥାଏ। ଯେଉଁମାନେ ଧ୍ୟାନ, ଜପ କିମ୍ବା ପୂଜା ପାଠ କରନ୍ତି ସେମାନଙ୍କ ପାଇଁ ରୁଦ୍ରାକ୍ଷ ମାଳା ମନକୁ ଏକାଗ୍ର କରିବାରେ ବହୁତ ସାହାଯ୍ୟ କରିଥାଏ। ରୁଦ୍ରାକ୍ଷ ପିନ୍ଧିବା ସମୟରେ ଅତି ଗର୍ବ କିମ୍ବା ଦେଖେଇ ହେବା ଉଚିତ ନୁହେଁ, କାରଣ ଏହା ଭକ୍ତି ଓ ନମ୍ରତାର ପ୍ରତୀକ ଅଟେ। ନିୟମିତ ଓ ନିଷ୍ଠା ସହ ରୁଦ୍ରାକ୍ଷ ପିନ୍ଧିଲେ ଜୀବନରେ ଧୀରେ ଧୀରେ ଭଲ ପରିବର୍ତ୍ତନ ଆସୁଥିବା ଅନୁଭବ ହୋଇଥାଏ ବୋଲି ଅନେକ ଲୋକ କହନ୍ତି। ରୁଦ୍ରାକ୍ଷକୁ ସାଧାରଣତଃ ଗହଣା ଭାବେ ନ ଦେଖି ଏହାକୁ ଧାର୍ମିକ ଓ ଆଧ୍ୟାତ୍ମିକ ଜିନିଷ ଭାବେ ସମ୍ମାନ କରିବା ଦରକାର। ଘରେ ଯଦି ଛୋଟ ପିଲା ଥିବେ, ରୁଦ୍ରାକ୍ଷ ତାଙ୍କ ହାତରୁ ଦୂରେଇ ରଖିବା ସହିତ, କାହିଁକି ନା ଭାଙ୍ଗିଯିବା ଓ ଅସମ୍ମାନ ହେବାର ଆଶଙ୍କା ନଥାଏ। ଛୋଟ ପିଲା ଜାଣିନଥାନ୍ତି, ସେଥିପାଇଁ ତାଙ୍କଠାରୁ ଏସବୁ ଦୂରେଇ ରଖନ୍ତୁ। କେବେ ମାଳା ଖୋଲି ରଖିବାକୁ ପଡ଼େ, ତେବେ ପରିଷ୍କାର କପଡ଼ାରେ ପୂଜା ଘରେ ରଖନ୍ତୁ, ଭଲ ଫଳ ମିଳେ ବୋଲି ଧାରଣା କରାଯାଇଥାଏ। ସବୁଠାରୁ ମୁଖ୍ୟ କଥା ହେଲା ରୁଦ୍ରାକ୍ଷ ମାଳାକୁ ଭକ୍ତି, ଶ୍ରଦ୍ଧା ଓ ଶୁଦ୍ଧ ମନ ସହିତ ପିନ୍ଧିଲେ ଏହାର ସତ୍ୟ ଲାଭ ଅନୁଭବ ହୋଇଥାଏ। ନମସ୍କାର, ଜୟ ଜଗନ୍ନାଥ। ଯଦି ଏ ଟିପ୍ସ ଆପଣମାନଙ୍କୁ ଭଲ ଲାଗିଥିବ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ଭିଡ଼ିଓଟି ଲାଇକ୍ ସେୟାର କରନ୍ତୁ। ଜୟ ଜଗନ୍ନାଥ। ନମସ୍କାର।